परमानंद जगदानंद परमेश्वर श्री सत्यनारायण महाप्रभु कल्याणमयी माँ भगवती आउ से श्री जगन्नाथ चरणार बिंद जुगले चित्तमन को अर्पण कला परे अखंड पुरी जिलार गोटे योग्यतम पुअर श्लोकटी आरंभ कर सी किए ना कई खंड बाउंश नली माध्यम अनंत अंतरिक्षर नभश्चुंबी अट्टालिका उपरे जाजुल्यमान ग्रह मात्रांकर मापकु जे मापी थिला सी ज्योतिर्विद कवि हेले पठाणी सामंत आज्ञा 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 श्लोकटिए लिखिले शंखासुरासुरुदि नंदित देव वृंदम शंखा बोले गोटे असुर अच्छा शंखासुर ताकू केही केही पुराण रे कहती हयग्रीव आज्ञा ए शंखासुर बोली असुर को सुदर्शन चक्र रे आज्ञा जा बेक को काटी देई गंडी की खंड खंड करी 22 खंड करदेले जो प्रभु अच्छा 22 खंड कहीं करले 23 खंड कहीं हेलानी 21 खंड कहीं हेलानी ता अंग को 22 खंड करिवार कारण ताकू मारिले ता मुंडटा को हाथ रे धरिले सेटा गोटे शंख हे गला ना हला पंचजन्य शंख आउ ता गंडीटा कला खंड खंड करी 22 खंड जे 22 पाहाच हेला मंदिरे बड़ देउले 22 पाहाच जे बुलाइला गंडीटा हला 22 पाहाच मुंडटा हला पंचजन्य शंख ए जगन्नाथ संस्कृति उपरे आज्ञा पाला वाला कौन गोटे प्रश्न पचार थे कि आज्ञा सर कौन जगन्नाथ को उच्चता केते जगन्नाथ उच्चता केते आज्ञा पचारथिले मनमोहन प्रधान बाबा को ना कौन हेबे हाँ ए ग्रामर पूर्वतन सभापति आज्ञा आज्ञा हाँ हाँ मन अच्छी ए अनुष्ठान मूल कर्ता मनमोहन बाबू आज्ञा तांको नाम शुणी तमे ताकू 5 टंका दियो मोर दुख नाई मु मागिबिनी मते 500 कि 1000 दियो ना 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 मागिया लोक नु हेले हे मनमोहन बाबू आज्ञा तुमको आज जाए मध्य ए मंच भल पाउछि आज्ञा ए गाँ भल पाउछि निश्चित मु टिके खाली देखंती से मनमोहन बाबू देखिबा को केमितिया आसीबे आसीबे डाकिले काहे की हाँ आज्ञा ना मु तांको देखिनी कि चिन्हिनी ते देखिबा चाहछुन आपण नाटी शुणिछि हे मनमोहन बाबू मु जने ब्राह्मण हिसाब रे हाँ हाँ मंच उपरे आपण को निमंत्रण करूची आपण मंच को न आसंतु दुख नाही खाली टिके ठिया ही पड़ंतु मु आपण को मुह को टिके देखिबी वाह 5 दिन तो पाला सरलाणी आउ अध घंटे रे मो पाला शेष आज्ञा
କିନ୍ତୁ କିନ୍ତୁ ମୁଁ ଗଲା ପୂର୍ବରୁ ଟିକେ ମନମୋହନ ବାବୁକୁ ନ ଦେଖିଲେ ମୋ ମନ ଟିକେ କଷ୍ଟ ହବ। ଯୋଉଠି ଅଛ ମନମୋହନ ବାବୁ, ମୁଁ ବ୍ରାହ୍ମଣ ପୁଅ ହିସାବରେ ଜଗନ୍ନାଥକୁ ଡାକୁଛି, ଖାଲି ଟିକେ ଠିଆ ହେଇ ପଡ, ମୁଁ ତମ ମୁହଁ ଟିକେ ଦେଖି ଦିଅନ୍ତି। ପଳେଇଲେଣି ବୋଧେ। ତାମାନେ ମୋ ପ୍ରତି କଣ ଏତେ ନିର୍ଦ୍ଦୟ ନା ଏଠି ସେ ନାହାନ୍ତି? ଚାଲିଗଲେଣି। ପଚାରିଥିଲ ଜଗନ୍ନାଥର ଉଚ୍ଚତା କେତେ ଫୁଟ, ବଳଭଦ୍ର ଉଚ୍ଚତା କେତେ ଫୁଟ, କେତେ ଫୁଟ? ସୁଭଦ୍ରା ଉଚ୍ଚତା କେତେ ଫୁଟ? ବେକାରେ 5 ଟଙ୍କା ଦେଇ ଦେଇକି ଗଲ। ବେକାର ସାର ହେଇଗଲା। ହଁ, କେମିତି? ଯିଏ ପ୍ରକୃତରେ ଜଗନ୍ନାଥ ଗବେଷକ ହେଇଥବ ସେଇଟା ଉତ୍ତର ଦବ। ଯାଉ ଯାଉ। ସମସ୍ତେ ଦେଇପାରିବେନି। ନାଇଁ ଆପଣ ବି ଦିଅନ୍ତୁନି, ପଇସା ନାହିଁ ପରା। ପଇସା ନାହିଁ, ନୃସିଂହ ତା ବଞ୍ଚିଛି ମାନେ ପଇସା ଗଦା ହେଇଛି। ପଇସା ନାହିଁ କଣ କହୁଛୁ ରେ? ଜଗନ୍ନାଥ ଉଚ୍ଚତା କେତେ ଫୁଟ? କେତେ ଫୁଟୁ? ପାଲା ବାଲା କହିଲ? ନା ନା। 5 ଦିନ ହେଲା ମତେ ଘାଇଲା କଲଣି 20 ପ୍ରଶ୍ନ ଦେଇକି। ମୁଁ ତମ ଉତ୍ତର ଦେଇଛି ସବୁ ଦିଆହେଇଛି। ମୁଁ କିନ୍ତୁ 5 ଦିନ ଭିତରେ ଗୋଟିଏ ପ୍ରଶ୍ନ ପଚାରିଥିଲି, ରାମଚନ୍ଦ୍ରଙ୍କର ନିଶ ଦାଢ଼ି କିଏ କାଟିଥିଲା? ମିଳିନି ମିଳିନି, ଏପର୍ଯ୍ୟନ୍ତ ସେ ବାରିକ ମିଳିନାହାନ୍ତି ସାରେ। ତା ଉତ୍ତର ଆଜି ଯାଏ ମିଳିଲାଣି? ନା ନା। ତମେ ଗାଲୁଆ ଗାଁରୁ ଟଙ୍କାଟେ ନବା ଯୋଗ୍ୟ ଗାୟକ? ନୃସିଂହ ହୋତା ଯଦି ଏକାଠିଆ ହୁଏ ମଞ୍ଚ ଉପରେ, ସାରା ଓଡ଼ିଶା କନ୍ତି ହୋତା ଠିଆ ହେଇଛି। ନେଇଯା ତମ ଉତ୍ତର ଆଗ। କହିଲା ଜଗନ୍ନାଥଙ୍କର ଉଚ୍ଚତା ପଣ୍ଡିତେ ଅଟଇ ଯେ 6 ଫୁଟ। ବଳଭଦ୍ରଙ୍କର ଉଚ୍ଚତା ସମାନେ ଅଟଇ ଯେ 6 ଫୁଟ। ଜଗନ୍ନାଥଙ୍କ ଉଚ୍ଚତା ହଉଛି 6 ଫୁଟ। 6 ଫୁଟ। ବଳଭଦ୍ରଙ୍କର ଉଚ୍ଚତା ହଉଛି 6 ଫୁଟ। ଆଜ୍ଞା, ତାହେଲେ ସୁଭଦ୍ରା ମାଙ୍କର? ମାତ୍ର ସୁଭଦ୍ରା ଦେବୀଙ୍କ ଉଚ୍ଚତା ଅଟଇ ମାତ୍ର ଯେ 5 ଯେ ଫୁଟ। ଯେଉଁ ଶାସ୍ତ୍ର ବାବୁ ଦେଖ ଜଗନ୍ନାଥ ସଂସ୍କୃତି ପରା ସାହିତ୍ୟ। ଜଗନ୍ନାଥ ସଂସ୍କୃତିରେ ଯେତେ ସାହିତ୍ୟ ଅଛି, ଆମର 5 ଟଙ୍କା ଆସିଗଲା ମ। ଆମେ ଛାଡ଼ିବୁ। ସମ୍ମାନସ୍ପଦ ବିଦଗ୍ଧ ସାମନ୍ତ ଉଦ୍ଯାପନ ରଜନୀ ପୂର୍ଣ୍ଣାହୁତି ଦିବସ ଦ୍ୱିତୀୟ ଅଧିବେଶନରେ ପରିବେଷଣ କରୁଥିବା ଗାୟକ ମହୋଦୟ ଶ୍ରୀଯୁକ୍ତ ଯୁବ ସମ୍ରାଟ ନୃସିଂହଚରଣ ହୋତାଙ୍କର ଜଗନ୍ନାଥ ସଂସ୍କୃତି ଉପରେ ଜଗନ୍ନାଥଙ୍କର ଉଚ୍ଚତା କହିଥିବାରୁ ଜଣେ ଜଗନ୍ନାଥ ପ୍ରେମୀ, ପାଲାପ୍ରେମୀ, ସାହିତ୍ୟ ପ୍ରେମୀ ମହାଶୟଙ୍କୁ 500 ଭାରତୀୟ ମୁଦ୍ରା ପ୍ରଦାନ କରିଛନ୍ତି। ମୁଁ ଆଶା କରେ ମହାଶୟ ସାଦରେ ଗ୍ରହଣ କରିବେ। ଆପଣ ମୋର ଜଣେ ପିତୃକଳ୍ପ ଲୋକ, ମୁଁ ପ୍ରଥମେ ଆପଣଙ୍କୁ ଗୋଟିଏ ମୁଣ୍ଡିଆ ମାରୁଛି। ଧନ ଧର୍ମ ଚିରସ୍ଥାୟୀ ନୁହେଁ। ନା। ଧରାରେ ପଡ଼ି ରହିବ ଯେତେ ମାତ୍ର ଧନ। ଦେହାୟ ଭୂମି ପଶୁବତ୍ସ ଗୋଷ୍ଠେ ଭାର୍ଯ୍ୟା ପୁର ଦ୍ୱାରେ ଜନା ଶ୍ମଶାନେ। ଦେহে ଚିତାୟା ପରଲୋକ ମାର୍ଗିଏ ଯା ଯଶୋଷୀ ସାର ଧର୍ମ ପିଏକ। ଯିଏ ଧର୍ମକୁ ରକ୍ଷା କରେ ଆଜ୍ଞା,
ସେଇ ହେଉଛି ଏକମାତ୍ର ମଣିଷ। ହଁ 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 ତମ ପାଖରେ କୋଟିଏ ଟଙ୍କା ଥାଉ, ହଁ ହଁ ସାର୍ ସେ ଟଙ୍କାର ମୂଲ୍ୟ ନାହିଁ। ନା ନା କୋଟିଏ ଟଙ୍କା ଥବ, ମରିଗଲା ବେଳେ କହିବେ ହେ ଭଲ ହେଇଛି, ଏଇଟା ମରିଗଲା ଭଲ ହେଇଛି। ହଁ 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 ଲାଭ କଣ କିଛି ରହିଲା? ନାହିଁ କିଛି ନାହିଁ କିଛି ନାହିଁ। ଗରିବ ଲୋକଟିଏ ହେଇଥାଉ, ଦେହେ ଚିତାୟା ପରଲୋକ ମାର୍ଗେ, ଆହା ଅମକ ଲୋକଟା ମରିଗଲା, ସୁନ୍ଦର ଲୋକ ଥିଲେ। ପଦଟିଏ କହିବେ, ଆଖିରୁ ଟିକେ ଲୁହ ବୁହାଇ ଦେବେ, ଆଜ୍ଞା ଅମକ ଲୋକଟା ମରିଗଲା। ହଁ ସୁନ୍ଦର ଲୋକ ଥିଲେ। ମୁଁ ଧନ ପ୍ରିୟ ଗାୟକ ନୁହଁ, ନା ନା ନହେଲେ ଚାରି ଜଣ ସଙ୍ଗୀତକୁ ଧରିକି ପାଲା ଗାଇବା ଓଡ଼ିଶାରେ ଏମିତି କୋଉ ଗାୟକ ନାହିଁ। ନା ନା ମୁଁ ଆସିଥିଲି ଆପଣ ମାନଙ୍କଠୁ ଟିକେ ଧର୍ମ ଅର୍ଜନ କରିବା ପାଇଁ, ହଁ ଯଥେଷ୍ଟ ପାଇଛି। ଆପଣ ମାନେ ଯୋଉ ସମ୍ମାନ ଦେଇଛନ୍ତି, ମୁଁ ସାରା ଓଡ଼ିଶାରେ ଯୋଉ ମଞ୍ଚକୁ ଯିବି ହଁ ହଁ ମୁଁ ଧାଡ଼ିଟିଏ କହିବି। ମତେ ମିଛ କହି ଆସେନି କି ମୁଁ ମିଛୁଆ ଗାୟକ ନୁହଁ। ନା 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 ଧାଡ଼ିଟିଏ କହିବି। କୁହନ୍ତୁ। ଏ ଅଞ୍ଚଳରେ ଚନ୍ଦ୍ରାପୁଟୁ ପଥରାଠୁ ଧରି ସବୁ ମଞ୍ଚ ମୁଁ ଗାଇ ସାରିଛି, ଆଜ୍ଞା କିନ୍ତୁ ଧାଡ଼ିଟିଏ କହିବି, ଏ ଗାଲୁଆ ଅନୁଷ୍ଠାନ ଠାରୁ ଭଲ ଅନୁଷ୍ଠାନ ଆଉ ନାହିଁ। ନା ନା ନାହିଁ ନାହିଁ ସବୁଠି କହିବି। ତାହେଲେ ଜଗନ୍ନାଥଙ୍କ ଉଚ୍ଚତା କେତେ ଫୁଟ? 6 ଫୁଟ। ନା 6 ଫୁଟ, ଆଜ୍ଞା ଅଧିକ ଜମା ନୁହେଁ। ନା ଉଣା ନୁହେଁ କି ଅଧିକ ନୁହେଁ। ବଳଭଦ୍ରଙ୍କ ଉଚ୍ଚତା କେତେ ଫୁଟ? 6 ଫୁଟ। ନା 6 ଫୁଟ। ଆଜ୍ଞା ସୁଭଦ୍ରାଙ୍କ ଉଚ୍ଚତା କେତେ? 5 ଫୁଟ ନା 5 ଫୁଟ। ଆଜ୍ଞା ସୁଦର୍ଶନ ଚକ୍ରର ଉଚ୍ଚତା କେତେ? କେତେ ସାର୍? ନା 4 ଫୁଟ। ଯେତେ ଜଗନ୍ନାଥ ସାହିତ୍ୟର ଗବେଷକ ମାନେ ଏଠି ବସିଥିବେ, ଆଜ୍ଞା ମନେ ମନେ ବିଚାର କରନ୍ତୁ, ହୋତା ଠିକ କହୁଛି ନା ଭୁଲ କହୁଛି। ଆଜ୍ଞା ପୁରାଣ ଆରମ୍ଭ କଲ ରାଧା ଚକ୍ରରୁ, ଆଜ୍ଞା କହିଲ କଣ? କଣ କହିଲେ? ନା ରାଧା ବୋଲି ଗୋଟେ ଶବ୍ଦ ପୁରାଣରେ ନାହିଁ। ନା ସାର୍ ନାହିଁ। ତମେ ସେ ବାଟକୁ ଯାଇନ ବାବୁ। ବିଲକୁଲ ଯାହା ହଉ ପାଲା ଗାଇକି ଦୀପଦ ଏ ହେଇକି ପେଟ ପୋଷୁଛ, ତମକୁ ଧନ୍ୟବାଦ। ଯଦି ରାଧା ନାଟା ନାହିଁ, ଆମେ ଯେତେବେଳେ କୀର୍ତ୍ତନ କରେ ବା ଭାଗବତ ଟିକେ ଗାଏ, ଆଜ୍ଞା ଆମେ କଣ କହେ? হা কৃষ্ণ বলি যাও জীব মতে উদ্ধার রাধা ধব মতে উদ্ধার রাধা ধব মতে উদ্ধার রাধা হা কৃষ্ণ বলি যাও জীব মতে উদ্ধার রাধা ধব বুঢ়ী ହେଇ ଯାଇଛି ରାଧା। ଆଜ୍ଞା ଗୋଟେ ଗଛ ମୂଳରେ ଗଳି ପଡ଼ିଛି, ହଁ ହଁ ଉଠି ପାରୁନି। ହଁ ମନେ ପଡ଼ିଯାଉଛି କୃଷ୍ଣର କଥା। ଆହା ଅଷ୍ଟପାଟ ବୈଶୀଙ୍କର ସାଙ୍ଗରେ କୃଷ୍ଣ ଲୀଳା ଚାଲିଛି। ଆଜ୍ଞା ଗଛ ମୂଳରେ ପଡ଼ିକି ରାଧା କାନ୍ଦୁଛି, ଆଜ୍ଞା କହିଲା ହରି ହରି କୃଷ୍ଣ হরি শ্রী তো কমলা উচ্চ মণ্ডল হরি শ্রী তো কমলা উচ্চ মণ্ডল কুণ্ড হে কুণ্ড হে
ବଞ୍ଚିବିନି ପ୍ରଭୁ। କୃଷ୍ଣ ତମେ ଏଡେ ନିର୍ଦ୍ଦୟ ହେଇଗଲ। ଓହୋ ମୁଁ ଗଛ ମୂଳଟାରେ ପଡିଛି, ବୁଢୀ ହେଇଗଲିଣି, ହଁ ହଁ ଆଉ ଠିଆ ହେଇ ପାରୁନି, ନା କିନ୍ତୁ ତମକୁ ଛାଡିକି ମୁଁ ବଞ୍ଚି ପାରୁନି। ବଞ୍ଚି ପାରୁନି। ହରି କାଳି ବିଷ କାନ୍ଦୁଛି ରାଧା, ଆଖିରେ ଆଖିଏ ଲୁହ ବୋହି ଯାଉଛି। କହିଲା ମରିବା ବେଳ ହେଲାଣି, ହଁ ଆଉ ବଞ୍ଚିବିନି, ନା ଟିକିଏ ଦେଖା ଦେବୁନି କୃଷ୍ଣ। ଅଷ୍ଟପାଟ ବଇଁଶୀ ଭିତରେ 8 ସ୍ତ୍ରୀ ଭିତରେ କୃଷ୍ଣ ମଜା ମଜଲିସ କରି ସମୟ କଟଉଛି। ହଁ ରାଧାର କଥାଟା କାନରେ ବାଜିଗଲା। ହଁ କହିଲା ନା, ନା ମୁଁ ଆଉ ଏଠି ରହିବିନି, ନା ମୁଁ ରାଧା ପାଖକୁ ଯିବି। ଚାଲିଯିବି। ଅଷ୍ଟପାଟ ବଇଁଶୀ ପଚାରିଲେ, ଆଜ୍ଞା ରୁକ୍ମିଣୀ କହିଲା, କହିଲା ମୁଁ ତ ବଡ ଘରର ଝିଅ, ଭୀଷ୍ମକ ରାଜକନ୍ୟା, ମୋ ବୋପା ତ ବେଶୀ ଡିମାଇଣ୍ଡ ତମକୁ ଦେଇଛି, ଆଜ୍ଞା ଧନ ସମ୍ପତ୍ତି ପ୍ରବଳ ପାଇଛ, ମୋ ଭଳିଆ ସୁନ୍ଦରୀ ସ୍ତ୍ରୀ ପାଇଛ, ତମର କଣ ଅଭାବ ହେଲା ଆଜ୍ଞା ତମେ ରାଧା ପାଖକୁ ଯିବ? ଅଭାବ କଣ? ସତ୍ୟ ଭାବା ପଚାରିଲା, କହିଲା ମୁଁ ଜାମ୍ବବାନ ଝିଅ, ଆଜ୍ଞା ତ୍ରେତୟା ଯୁଗରୁ ମୋ ବାପା ସହିତ ତମର ବନ୍ଧୁତ୍ୱ, ହଁ ମୁଁ କଣ କଲି, ମୋର କଣ ଅଭାବ ହେଲା ଏଇ, ତମେ ରାଧା ପାଖକୁ ଯିବ? ପୁରାଣରେ ରାଧା ନା ନାହିଁ, ନା ତମେ ପାଲା ବାଲା ଶିଖିନ କହୁନ? ଯାହାକୁ ଅଭିମନ୍ୟୁ ସାମନ୍ତ ସିଂହାର ପଦେ କହିଲେ, କୁହନ୍ତୁ। କହିଲେ ଓ ପ୍ରାକୃତ ଇଏ ପ୍ରେମ ମୂର୍ତ୍ତି, জয় রাধা হরি অপ্রাকৃত প্রেম জয় রাধা হরি অপ্রাকৃত প্রেম অব্যক্ত লীলা আদি অনাদি নির্গুণ, নির্গুণ সগুণ, আত্মারাম সনাতন ব্রহ্ম নিরূপণ। হে কৃষ্ণ, ମୁଁ ଆଉ ବଞ୍ଚିବିନି, ନା ପଡ଼ିଛି ତମାଳ ବନ ଭିତରେ ରାଧା, ହଁ ଦେହରେ ଆଉ ଜୀବନ ନାହିଁ, ନାହିଁ ଭାରି କଷ୍ଟ ହଉଛି। ହଁ ହଁ କୃଷ୍ଣ ଆଜ୍ଞା ତମର ସେଇ ରୂପ ଟିକେ ଦେଖା,
ଆଜ୍ଞା ମତେ ଦେଖାଅ ସେଇ ରୂପ। ସେଇ ରୂପ ଟିକେ ଦେଖିକି ମରି ଯାଆନ୍ତି। ଆଜ୍ଞା କବି ହଁ କବି ଦୀନକୃଷ୍ଣ ଦାସ ଦାସ କଣ କହିଲେ? ପାଲା ତ ସରିଗଲା, ଆଜିକି 5 ଦିନ ହେଇଗଲା। ହଁ ହଁ ଉଦ୍ଯାପନ ଆଜି ଆଉ ପାଲାର ତ ବେଳ ନାହିଁ କି ସମୟ ନାହିଁ। ସମୟ ନାହିଁ। ଆଜ୍ଞା ବାବୁ ଆଜ୍ଞା ଟିକେ ଆଗରୁ ଏ କଥା ଆଲୋଚନା କରିଥାନ୍ତ ନୃସିଂହତା ଆଗରେ। ଆହା ମୁଁ ଜାଣିଛି ତମର ବଳ କେତେ, ହୁଁ କିନ୍ତୁ ତମେ ଭାବନା ମୁଁ ଦୁର୍ବଳ ହେଇଯାଇଛି। ନା ତଥାପି ଏ ଗାଲୁଆ ଗାଁରେ ପାଲା ଗାଉଛି। ହଁ ହଁ ମତେ ଉପହାସ କରି କାଲି ପଦେ କହିଲ ଭାରି ବାଧିଲା। ହଁ ମୋ ଶରୀର ଅସୁସ୍ଥ। ଓଡ଼ିଶାରେ ପ୍ରଚାରିତ ହେଇଗଲା ନୃସିଂହ ହୋତା ମରିଯାଇଛି। କାଇଁ ମରିବ ଥା ଥା ସାରା ଓଡ଼ିଶା ପ୍ରଚାରିତ ହେଇଗଲା। ଜମର ସେ ସାହସ ଅଛି ନେଇପାରିବ? ବିଲକୁଲ ନାହିଁ। ମୋ ମା ମତେ ଯିଏ ଜନ୍ମ କରିଛି, ମୋ ବୋଉ ଆଜ୍ଞା ଭେଣ୍ଟିଲେଟର ଲାଗିଛି, କିମ୍ସ ମେଡିକାଲରେ ପଡିଛି। ଆଜ୍ଞା ମୁଁ କୋଉ କଷ୍ଟରେ ଏଠି ପାଲା ଗାଉଛି ତାହା କେବଳ ଜଣେ ଜାଣିବ, ଭଗବତୀ ନହେଲେ ନାରାୟଣ। କମେଣ୍ଟ ମାରୁଛ ମଞ୍ଚ ଉପରେ, ତମ ଜୀବନରେ ତମେ ପାଲାବାଲା ହେଲନି ନା ହବ? ରାଧା ପଡିଛି, ପଢିଛନ୍ତି ଉଠି ପାରୁନି, କହୁଛି କୃଷ୍ଣ ହଁ ହଁ ମୁଁ ଟିକେ ଦେଖନ୍ତି, ଜୀବନରେ ଆଉ କେହି ନାହିଁ, ସେଇ ରୂପ ଦେଖନ୍ତି। ହଁ କୋଉ ରୂପ? ନା କର୍ଣ୍ଣେ ମକର କୁଣ୍ଡଳ, ଆହା ଝଟକେ ଗଣ୍ଡ ମଣ୍ଡଳ, ମସ୍ତକରେ ମଣିମୟ, ମୁକୁଟ ଶୋହେ, ମଣିତଳ ଇତରୁଦ, ବକ୍ଷରେ ଶ୍ରୀବତ୍ସ ପଦ, ଭାବଗ୍ରାହୀ ନାଥ ଭକ୍ତ, ଭାବରେ ମୋহে, অতি কাম বিদেশী অঙ্গ, অতি কাম বিদেশী অঙ্গ, পরে কঙ্কর চরণে নুপুর সাঙ্গ। কলা ଟିକେ ଦେଖା ସେ ରୂପ, କଲା ମତେ ସେହି ରୂପ ଆହା দেখাও হরি, মতে সেই রূপ দেখাও হরি, ও মতে সেই রূপ দেখাও হরি, তার অঙ্গে সোহে রাজুল্য জ্যোতিরে দ্রুতি হবে, সেই রূপ টিকে দেখিদেলে মরଯିବି, ହଁ ସେଇ ରୂପ ତ। ଆଉ ବଞ୍ଚିବିନି। ନା ବଞ୍ଚିବାକୁ ଇଚ୍ଛା ନାହିଁ ବିଲକୁଲ। ପାଲାବାଲା କଣ କହୁଥିଲେ? କଣ କହୁଥିଲେ? ରାଧା ବୋଲି ଗୋଟେ ଶବ୍ଦ ନାହିଁ। ବିଲକୁଲ ନାହିଁ। ରାଧାକୁ ଯେତେବେଳେ 7 ବର୍ଷ ହେଇଥିଲା, ହଁ 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 କୃଷ୍ଣଙ୍କୁ ଯେତେବେଳେ 11 ବର୍ଷ ହେଇଥିଲା, ଆଜ୍ଞା ଆପଣ ମାନେ ଜ୍ଞାନୀ ଆଉ ପଣ୍ଡିତ ମାନେ ବସିଛନ୍ତି ବୋଲି କହୁଛି। ହଁ
ଏ ପାଲା ସବୁ ଜାଗାରେ ବିକି ହବନି। ଗୋଟେ ଗୋଟେ ଜାଗାରେ ଖାଲି ପାଳିଆ ମାନଙ୍କୁ ଠିଆ ହେଇକି ଧାଙ୍ଗିଡ଼ି ନାଚ କଲେ ପାଲା ହବ। କିନ୍ତୁ ମୁଁ କହିଛି ଏ ଅଖଣ୍ଡ ପୁରୀ ଜିଲ୍ଲା, ଏଠି ପାଠ ଦରକାର। ପାଠ ନାହିଁ ସାର୍, ଖାଲି ପାଠ। 7 ବର୍ଷ ହେଇଥିଲା ରାଧା, କୃଷ୍ଣଙ୍କୁ ହେଇଥିଲା 11 ବର୍ଷ। କଲା ଭାଣ୍ଡିର ବନରେ ନନ୍ଦ ରାଜା ପରା କୃଷ୍ଣ ରାଧା ବାହା କଲା। ପୁରାଣ ପୁସ୍ତକୁ ଅନେଇଲେ ବାବୁ କୃଷ୍ଣଙ୍କର ଭାର୍ଯ୍ୟା ହେଲା। ରାଧା ଆଉ କୃଷ୍ଣ, ଆଜ୍ଞା। କୃଷ୍ଣ ସାଙ୍ଗରେ ରାଧାକୁ 7 ବର୍ଷ ହେଇଥାଏ, କୃଷ୍ଣକୁ 11 ବର୍ଷ ହେଇଥାଏ। ଆଜ୍ଞା ଆଜ୍ଞା ଭାଣ୍ଡିର ବନ, ହଁ ଆମେ ଯୋଉ କହୁନେ ପିଲେ ବୃନ୍ଦାବନ। ଆଜ୍ଞା। ଆଚ୍ଛା ବୃନ୍ଦାବନ କେତେଟା ଅରଣ୍ୟକୁ ନେଇକି ବୃନ୍ଦାବନ? କେତେଟା ସାରେ? ଏ ସୋନାଦାସ ମୂର୍ଖ ଗାୟକ ଜାଣିନି। ନା ନା, ବୃନ୍ଦାବନ 12ଟା ଅରଣ୍ୟ ମିଶିଲେ ବୃନ୍ଦାବନ। 12ଟା। ସେଇ 12ଟା ଅରଣ୍ୟ ଭିତରୁ ଆଜ୍ଞା। ଗୋଟିଏ ଅରଣ୍ୟ ଥିଲା ଭାଣ୍ଡିର ବନ। ଆଜ୍ଞା ଭାଣ୍ଡିର ବର୍ଣ୍ଣ। ସେଇ ଭାଣ୍ଡିର ବନରେ ଆଜ୍ଞା। ରାଧା ସାଙ୍ଗରେ କୃଷ୍ଣଙ୍କର ଆଜ୍ଞା। ବାହାଘର କଲେ ରାଜାନନ୍ଦ। କିନ୍ତୁ ଆମେ ମାନେ ପୁରାଣରେ ଶୁଣିଛେ ଶୁଣ, ରାଧାର ସ୍ୱାମୀ କୁଆଡେ ଚନ୍ଦ୍ରସେନା। ଆଜ୍ଞା। ନା ଭୁଲ କହୁଛି ଆଜ୍ଞା? ନା ସାର୍। କିନ୍ତୁ କିନ୍ତୁ ରାଧାର ସ୍ୱାମୀ ଚନ୍ଦ୍ରସେନା ନୁହଁ। ଆଉ ତାହେଲେ? 11 ବର୍ଷ ବୟସରୁ ଆଜ୍ଞା। କୃଷ୍ଣ ରାଧାକୁ ବାହା ହେଇଯାଇଛି। ଏଇଥିପାଇଁ ଯେତେବେଳେ କୃଷ୍ଣ ନିନ୍ଦା ହୁଏ ରାଧା ଜମା ସହି ପାରେନି। ରାଧା କହେ, କଣ କହନ୍ତି? କହିଲା ଆଗୋ ପ୍ରିୟ ସହି ମୁଁ ଛାତି ପଥର କଲିଣି ସହି ସହି ଆଗୋ ପ୍ରିୟ ସହି
ଟିକେ 10 ଟଙ୍କା ଦେଇକି ପଳେଇଗଲେ। ହଉ ପ୍ରଭୁ ତାର ମଙ୍ଗଳ କରନ୍ତୁ। ଏଇଟା 10 ଟଙ୍କା ନୁହେଁ, ଏ 10 ଲକ୍ଷ ଟଙ୍କା ବୋଲି ମୁଁ ଭାବୁଛି। ଗୋଟେ ଛୋଟ ଛୁଆଟେ ଯଦି 10 ଟଙ୍କା ଦେଇଛି, ତା ରୋଜଗାର ବେଳ ହେଇନଥାଉ, ସେଟା ବାପା ପଇସାରୁ ତା ଖାଇବା ଖର୍ଚ୍ଚ କାଟିକି ମୋତେ 10 ଟଙ୍କା ଦେଇଛି। ଆଜ୍ଞା ଆଜ୍ଞା ସାର୍। ବାବୁରେ, ଆଜ୍ଞା ମୁଁ ତତେ ଆଶୀର୍ବାଦ କରୁଛି, ହେଲା। ତୋ ଚଲାପଥ କୁସୁମିତ ହଉ, ଆଜ୍ଞା ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ। ଆଜ୍ଞା ଏ ଗ୍ରାମରେ ତୁ ଗୋଟେ ଯୋଗ୍ୟତମ ସନ୍ତାନ ହେଇକି ତୋ ନାଁ ରଖ, ଏତିକି ଭଗବତୀ କି ଡାକୁଛି, ତୋର ମଙ୍ଗଳ ହଉ। ପ୍ରଭୁ ତାହେଲେ ସଜନ, ଆଜ୍ଞା କବି କହିଲେ କିଏ କେତେ ଯମୁନା ଯାଉନାହିଁ, ହଁ କିଏ ଶ୍ୟାମ ବନ୍ଧୁକୁ ଯାଉନାହିଁ, କହୁନାହିଁ ରାଧା ଆଜ୍ଞା ବୁଢୀ ହେଇକି ପଡିଛି, ଉଠି ପାରୁନି। ନା ନା କହୁଛି କୃଷ୍ଣ ଟିକେ ଦେଖନ୍ତି। ଭଗବାନ କୃଷ୍ଣ ଆଉ ସହି ପାରିଲେନି, କହିଲେ ନା ନା ମୁଁ ରାଧା ପାଖକୁ ଯିବି। ମୁଁ ରାଧା ପାଖକୁ ଯିବି। ରୁକ୍ମିଣୀ ପଚାରୁଛି, କଣ ପଚାରିଲେ? ସତ୍ୟଭାମା ପଚାରୁଛି, ହଁ ହଁ ଜାମ୍ବବତୀ ପଚାରୁଛି, ଆଜ୍ଞା ହେ ସ୍ୱାମୀ ସ୍ୱାମୀ ବରେଣ୍ୟ ଗାୟକ ମହୋଦୟସୁ